ଦେଖନ୍ତୁ ଗୋଟିଏ 10-12 ବର୍ଷ ତଳର ଭିଡ଼ିଓ ମୋତେ ମିଳିଲା, ମେମୋରିରେ ସେଭ୍ ଥିଲା। ମୁମ୍ବାଇରେ କେମିତି କାନ୍ଥ ଯୋଡ଼େଇ ହୁଏ, ଏଠି ବାଲି ସିମେଣ୍ଟର କୌଣସି ଆବଶ୍ୟକତା ନାହିଁ। ଆଉ ଏଠି ଯେଉଁ ଇଟା ବ୍ୟବହାର କରାଯାଉଛି ତାକୁ ବ୍ଲକ୍ କହନ୍ତି। ଏ ବ୍ଲକ୍ର ନାଁ ହେଉଛି AAC ବ୍ଲକ୍। ଏହାର ସାଇଜ୍ 2 ଫୁଟ ବାଇ 8 ଇଞ୍ଚ, 6 ଇଞ୍ଚ, 4 ଇଞ୍ଚ ଏଭଳିଆ ଆସେ। ଇଏ ଏତେ ହାଲକା ଯେ ଆକୁ ଯଦି ଆପଣ ପାଣିରେ ପକାଇଦେବେ ଏଇଟା ଭାସିବ। ଆଉ ଏଠି ଯେଉଁ କେମିକାଲରେ ଯୋଡ଼େଇ ହେଉଛି ସେଟାକୁ କୁହନ୍ତି ଆଡ଼େସିଭ୍। ଆଡ଼େସିଭ୍ରେ ଯୋଡ଼େଇ ହେଇଥିଲା ହେଉଛି ଏ ବ୍ଲକ୍। ଆଉ ବିଲ୍ଡିଂ ପାଇଁ ଏଇଟା ବହୁତ ବଢ଼ିଆ। ଯେଉଁ ବଡ଼ ବଡ଼ ବିଲ୍ଡିଂ ଟାୱାର ତିଆରି ହେଉଛି, ଏହାର ଓଜନ ବହୁତ କମ୍ ହେଇଥିବାରୁ ପିଲର ଉପରେ ବେଶୀ ଲୋଡ଼ ଆସେ ନାହିଁ, ବହୁତ ୱେଟ୍ କମିଯାଏ ଯୋଡ଼େଇର। ଏଇଟା ପାର୍ଟିସନ୍ ୱାଲ୍ ଗୋଟେ ଯୋଡ଼େଇ ହେଉଛି କାନ୍ଥ। 12 ବର୍ଷ ତଳର ମୋର ମେମୋରି, ମୁଁ ନିଜେ କାମ କରୁଛି ଏଥିରେ। ଦେଖନ୍ତୁ ଗୋଟେ ପିଲା କେତେ ବ୍ଲକ୍ ସେ ଉଠେଇକି ଆଣୁଛି। ଇଟା ହୁଏତ ଏତେ ଆଣିପାରିବନି ଗୋଟେ ଲୋକ, ସେ ଆରାମସେ କେତେ ବ୍ଲକ୍ ଆଣି ଉଠେଇ ଥୋଇଦେଲା, ଏତେ ହାଲକା ସିଏ। ଆଉ ଏଠି କାମ କରିବା ବି ବହୁତ ସହଜ, ଏତେ ପରିଶ୍ରମ ନାହିଁ। ଇଟାରେ ଯେତେ ପରିଶ୍ରମ କରିବାକୁ ପଡ଼େ, ମସଲା ଅସନା ହୁଏ, ମସଲା ପଡ଼େ। ଏ ଦେଖନ୍ତୁ କେତେ ମାନେ ସଫାସୁତୁରାରେ କାମ ହେଇଯାଉଛି, ବେଶୀ କିଛି ୱେଷ୍ଟେଜ୍ ବି ନାହିଁ। ଖାଲି କେମିକାଲ ଲଗାଅ ଆଉ ବ୍ଲକ୍କୁ ଜଏଣ୍ଟ କର। କିନ୍ତୁ ଷ୍ଟ୍ରଙ୍ଗ ତ ଆମ ଘରେ ଇଟା ଭଳିଆ କେବେ ବି ହେବନି। ମଝିରେ ଯେଉଁ ଗ୍ୟାପ୍ଟା ଦେଖୁଛନ୍ତି ସେଠି ଗୋଟେ ତାକୁ କୁହନ୍ତି ମୁଲିୟମ୍। ସେଠି ଗୋଟେ ରଡ଼ ଦିଆହେଇକି ଡ୍ରିଲ୍ କରାହେଇକି ଛାତରେ ରଡ଼ ଦିଆହେଇକି ଗୋଡ଼ି ମସଲାରେ ସେଠି ଗୋଟେ ପିଲର ଭଳିଆ ଦିଆଯିବ। କାରଣ ଇଏ କାନ୍ଥ ଏତେ ଷ୍ଟ୍ରଙ୍ଗ ନୁହଁ, ଖାଲି ଦେଖିବା ପାଇଁ ପାର୍ଟିସନ୍ ୱାଲ୍ ଭଳିଆ, ଗୋଟେ ପରଦା ଭଳିଆ ଆପଣ ଯାହାକୁ କହିପାରିବେ। ଆଉ ବହୁତ ହାଲକା ବ୍ଲକ୍, ପାଣିରେ ପକେଇଲେ ଭାସିବ। ବର୍ତ୍ତମାନ ଓଡ଼ିଶାରେ ବି ହେଲାଣି ଇଏ, କିନ୍ତୁ ମୁମ୍ବାଇରେ ଏଇଟା 10-12 ବର୍ଷ ପୂର୍ବରୁ ହିଁ କାମ ହେଉଥିଲା। ଆହୁରି ଅଧିକା ତା ପୂର୍ବରୁ କାମ ହେଉଥିଲା। ମୋ ପାଖରେ ଯେଉଁ ଭିଡ଼ିଓ ଅଛି ଇଏ ପ୍ରାୟ 10-12 ବର୍ଷ ତଳର ଭିଡ଼ିଓ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି, ଲାଇକ୍, ସେୟାର ଆଉ ଫଲୋ ନିଶ୍ଚୟ କରିବେ। ଫେସବୁକ୍ରେ ମୋତେ ଫଲୋ କରିପାରିବେ, ୟୁଟ୍ୟୁବ୍ରେ ମୋତେ ସବସ୍କ୍ରାଇବ୍ କରିପାରିବେ। ଓଡ଼ିଆ ମିସ୍ତ୍ରୀ ଚ୍ୟାନେଲ୍ ୟୁଟ୍ୟୁବ୍ରେ ମଧ୍ୟ ଉପଲବ୍ଧ ଅଛି ଏବଂ ଫେସବୁକ୍ ପେଜ୍ ମଧ୍ୟ ଅଛି। ଆପଣ ଚାହିଁଲେ ଇନଷ୍ଟାଗ୍ରାମରେ ମଧ୍ୟ ମୋତେ ଫଲୋ କରିପାରିବେ। ମୋର କଣ୍ଟାକ୍ଟ ନମ୍ବର ଆପଣଙ୍କୁ ଡିସ୍କ୍ରିପ୍ସନ୍ରେ ମିଳିବ।